ଏହା ଗୋଟିଏ ବହୁ ବର୍ଷ ତଳର କଥା। ଗାଁ ପାଖରେ ଥିବା ଏକ ବିରାଟ ବରଗଛ ମୂଳେ ଜଣେ ବିଧବା ମହିଳା ରହୁଥିଲେ। ତାଙ୍କ ନାଁ ଥିଲା ଲଳିତା। ଲଳିତା ଖୁବ୍ ସୁନ୍ଦର ଥିଲେ, କିନ୍ତୁ ଗାଁ ଲୋକେ ତାଙ୍କୁ ଡରୁଥିଲେ କାରଣ ତାଙ୍କୁ ବହୁତ କଷ୍ଟ ଦିଆଯାଇଥିଲା। ଗ୍ରାମର କିଛି ଦୁଷ୍ଟ ଲୋକ ତାଙ୍କ ଉପରେ ଅତ୍ୟାଚାର କରିଥିଲେ ଏବଂ ଶେଷରେ ସେହି ବରଗଛରେ ଝୁଲି ନିଜ ଜୀବନ ଦେଇଥିଲେ। ସେହି ଦିନଠାରୁ ଲୋକମାନେ କହିଲେ ଯେ ଲଳିତାଙ୍କ ଆତ୍ମା ଶାନ୍ତି ପାଇନାହିଁ ଏବଂ ସେ ସେହି ଗଛରେ ଭୁତୁଣି ହୋଇ ରହୁଛନ୍ତି। ସନ୍ଧ୍ୟା ପରେ କେହି ସେହି ରାସ୍ତାରେ ଯାଉନଥିଲେ। ଗାଁର ମହିଳାମାନେ ରାତିରେ ସେହି ଗଛ ବିଷୟରେ ନିଜ ପିଲାମାନଙ୍କୁ ଡରାଇ କହୁଥିଲେ। ଗଛଟି ଖୁବ୍ ଶକ୍ତିଶାଳୀ ଏବଂ ବିଶାଳ ଥିଲା, ଯାହାର ଡାଳଗୁଡ଼ିକ ରାତିର ଅନ୍ଧାରରେ ଭୟଙ୍କର ଦେଖାଯାଉଥିଲା। ଥରେ ମନୋଜ ନାମକ ଜଣେ ଯୁବକ କାମ ସାରି ରାତି ଅଧରେ ଫେରୁଥିଲେ। ସେ ଜଣେ ସାହସୀ ଯୁବକ ଥିଲେ ଏବଂ ଭୂତ କଥାକୁ ବିଶ୍ୱାସ କରୁନଥିଲେ। ସେ ହସି ହସି ସେହି ବରଗଛ ମୂଳ ଦେଇ ଚାଲିଲେ। ହଠାତ୍ ସେ ଅନୁଭବ କଲେ ଯେ କେହି ତାଙ୍କ ପଛରେ ଚାଲୁଛି। ପଛକୁ ଚାହିଁବା ବେଳକୁ ସେ କାହାରିକୁ ଦେଖିଲେ ନାହିଁ। ସେ ଆଗକୁ ବଢ଼ିଲେ, କିନ୍ତୁ ତାଙ୍କ କାନରେ ଗୁଣୁଗୁଣୁ ଶବ୍ଦ ଶୁଣାଗଲା। କେହି ଜଣେ କାନ୍ଦୁଛି ପରି ଲାଗୁଥିଲା। ଭୟରେ ମନୋଜଙ୍କ ପାଦ ଅଟକିଗଲା। ସେଠାରେ ଥିବା ଏକ ପୁରୁଣା କୂଅ ନିକଟରେ ସେ ଜଣେ ଧଳା ଶାଢ଼ୀ ପିନ୍ଧିଥିବା ମହିଳାଙ୍କୁ ଦେଖିଲେ। ମହିଳାଙ୍କର କେଶ ମୁକ୍ତ ଥିଲା ଏବଂ ସେ ତଳକୁ ମୁହଁ କରି କାନ୍ଦୁଥିଲେ। ମନୋଜ ସାହସ ଜୁଟାଇ ପଚାରିଲେ, କିଏ ସେଠି? ତୁମେ କାନ୍ଦୁଛ କାହିଁକି? ମହିଳା ଧୀରେ ଧୀରେ ମୁହଁ ଉଠାଇଲେ। ତାଙ୍କ ଆଖିରେ କୌଣସି ଶିରା ନଥିଲା। ସେହି ଶୂନ୍ୟ ଆଖିକୁ ଦେଖି ମନୋଜ ବୁଝିପାରିଲେ ଯେ ଏହା ସାଧାରଣ ମଣିଷ ନୁହେଁ। ଏହା ଥିଲା ସେହି ଭୁତୁଣୀ, ଲଳିତା। ଲଳିତାଙ୍କ ଆତ୍ମା ଏକ ଦୁଃଖଦ ସ୍ୱରରେ କହିଲା, ମୋତେ ମୁକ୍ତି ଦିଅ। ମୁଁ ଶାନ୍ତି ଚାହେଁ। ମନୋଜଙ୍କ ଦେହ ଶୀତେଇ ଗଲା। ତାଙ୍କ ଗୋଡ଼ ଥରିବାକୁ ଲାଗିଲା। ସେ ଆଉ ଗୋଟିଏ ମୁହୂର୍ତ୍ତ ବି ନ ରହି ସେଠାରୁ ଦୌଡ଼ି ପଳାଇଲେ। ସେ ଦୌଡ଼ି ଦୌଡ଼ି ନିଜ ଘରେ ପହଞ୍ଚି କବାଟ ବନ୍ଦ କଲେ। ପରଦିନ ସକାଳେ ସେ ଗ୍ରାମବାସୀଙ୍କୁ ସବୁ କଥା କହିଲେ। ଗାଁର ମୁଖିଆ ବୁଝିପାରିଲେ ଯେ ଲଳିତାଙ୍କ ଆତ୍ମାକୁ ଶାନ୍ତି ଦେବା ପାଇଁ ସେମାନଙ୍କୁ କିଛି କରିବାକୁ ପଡ଼ିବ। ସେମାନେ ମିଶି ବରଗଛ ମୂଳେ ଲଳିତାଙ୍କ ପାଇଁ ଏକ ଛୋଟ ପୂଜା କଲେ ଏବଂ ତାଙ୍କୁ କ୍ଷମା ମାଗିଲେ। ସେହି ଦିନଠାରୁ କୁହାଯାଏ ଯେ ଭୁତୁଣୀ ଆଉ କାହାକୁ ଦେଖା ଦେଲେ ନାହିଁ।